ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମହାକାଶରେ ଡକିଂ ପରୀକ୍ଷା ନିମନ୍ତେ ଉଦ୍ଦିଷ୍ଟ ସ୍ପେଡେକ୍ସର ଗତକାଲି ସଫଳ ଉତ୍କ୍ଷେପଣ କରାଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରରୁ PSLV-C-60 ରକେଟ୍ ଯୋଗେ ଦୁଇଟି ମହାକାଶଯାନ ଉତ୍କ୍ଷେପଣ କରାଯାଇଛି। ଇସ୍ରୋ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭବିଷ୍ୟତରେ ମହାକାଶ ଅଭିଯାନର ଗୁରୁତ୍ୱପୂର୍ଣ୍ଣ ବୈଷୟିକ ଆହ୍ୱାନଗୁଡ଼ିକର ସଠିକ୍ ସମାଧାନ ଲକ୍ଷ୍ୟରେ ଏହା ବିଶେଷ ସହାୟକ ହେବ। ମହାକାଶରେ ଦୁଇଟିଯାକ ଯାନକୁ ଡକିଂ ବା ମିଶ୍ରଣ କରିବାର ଲକ୍ଷ୍ୟରେ ଏହି ଅଭିଯାନ ଆରମ୍ଭ କରାଯାଇଛି। ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆସନ୍ତାକାଲିଠାରୁ 4ଟି ସହରକୁ ବିମାନ ସେବା ଆରମ୍ଭ ହେବ। ସେଗୁଡ଼ିକ ହେଉଛି ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଏବଂ ମୁମ୍ବାଇ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆସନ୍ତା 3 ତାରିଖରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଇନ୍ଦୋର, ଡେରାଡୁନ୍, କୋଚି, ଜୟପୁର ଏବଂ ଲକ୍ଷ୍ନୌକୁ ସିଧାସଳଖ ବିମାନ ସେବା ଆରମ୍ଭ କରାଯିବ। ପରଲୋକଗତ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ ଏବଂ ରାଜ୍ୟରେ ଅଦିନିଆ ବର୍ଷାଜନିତ ଫସଲ ନଷ୍ଟ ପରିପ୍ରେକ୍ଷୀରେ କୌଣସି ପ୍ରକାର ନୂଆବର୍ଷ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଂଶଗ୍ରହଣ କରିବେ ନାହିଁ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିଭଳି ଶୁଭେଚ୍ଛୁ ଏବଂ ଦଳୀୟ କର୍ମୀ କୌଣସି ପ୍ରକାର ଉପହାର ନ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଅନୁରୂପ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି ନେଇ ଏକ ସମୀକ୍ଷା ବୈଠକ ଗତକାଲି ମହାନଗର ନିଗମ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମନ୍ତ୍ରୀ ବିଭୂତିଭୂଷଣ ଜେନା, ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ମହାନଗର ନିଗମ ଅଞ୍ଚଳର ବିଭିନ୍ନ ସମସ୍ୟା, ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକର ସ୍ଥିତି ନେଇ ବିସ୍ତୃତ ଆଲୋଚନା କରିଥିଲେ। ସମୀକ୍ଷା ବୈଠକ ପରେ ଆକାଶବାଣୀକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି, ଦେଖନ୍ତୁ ବ୍ରହ୍ମପୁର ଡେଭଲପମେଣ୍ଟ ଅଥରିଟି ତରଫରୁ ନବରଙ୍ଗପୁରର ସର୍ବାଙ୍ଗୀନ ବିକାଶ କେମିତି ହେବ, ବ୍ରହ୍ମପୁର ବେଟର ବ୍ରହ୍ମପୁର କେମିତି ବନିପାରିବ, ସେଥିପାଇଁ ଆମେ ଦୁଇ ଜଣ ମନ୍ତ୍ରୀ ମଧ୍ୟ ଥିଲୁ ଏବଂ ସାମାନ୍ୟ ସାଂସଦ ମଧ୍ୟ ରହିଥିଲେ, ବିଧାୟକ ରହିଥିଲେ, ମେୟର ମଧ୍ୟ ଥିଲେ ଏବଂ ଅଥରିଟିର ସମସ୍ତ ଜିଲ୍ଲାପାଳ ମଧ୍ୟ ଥିଲେ, ଉପଜିଲ୍ଲାପାଳ ଥିଲେ, ମାନେ ରହି ଆଜି ତନ୍ନ କରି ବ୍ରହ୍ମପୁରର ଡେଭଲପମେଣ୍ଟ ବିଷୟରେ ଗୋଟି ଗୋଟି ବିଷୟକୁ ଆମେ ଆଲୋଚନା କରୁଛୁ। ଅଦିନିଆ ବର୍ଷାଜନିତ ଫସଲ କ୍ଷୟକ୍ଷତିର ସୂଚନା ପଞ୍ଜୀକରଣ ଆସନ୍ତାକାଲି ପର୍ଯ୍ୟନ୍ତ ଜାରି ରହିବ। ପୂର୍ବରୁ ଏଥିପାଇଁ ଗତ ରବିବାର ଶେଷ ତାରିଖ ଧାର୍ଯ୍ୟ ହୋଇଥିଲା। କୃଷିରକ୍ଷକ ଆପ୍ କିମ୍ବା ହେଲ୍ପଲାଇନ୍ ନମ୍ବର 14447ରେ କ୍ଷତିଗ୍ରସ୍ତ ଚାଷୀ ପଞ୍ଜୀକରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଆସନ୍ତା 7 ତାରିଖରେ ଅନୁଷ୍ଠିତ ହେବ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ପାଇଁ ରାଜ୍ୟରେ 789ଟି କେନ୍ଦ୍ର ସ୍ଥାପନ କରାଯିବ। ପରିଷଦ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ସହିତ ଛାତ୍ରଛାତ୍ରୀଙ୍କ ପାଇଁ ଆଡମିଟ୍ କାର୍ଡ ପ୍ରଦାନର ପଦକ୍ଷେପ ଗ୍ରହଣ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କର ଶୃଙ୍ଖଳିତ ଦର୍ଶନ ନେଇ ଏକ ସମୀକ୍ଷା ବୈଠକ ଗତକାଲି ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଠାକୁରଙ୍କର ଶୃଙ୍ଖଳିତ ନୀତିକାନ୍ତି ଏବଂ ସୁବ୍ୟବସ୍ଥିତ ଦର୍ଶନ ପାଇଁ ବିସ୍ତୃତ ଆଲୋଚନା ହୋଇଛି। ଆଜି ଏବଂ ଆସନ୍ତାକାଲି ଶ୍ରଦ୍ଧାଳୁଙ୍କର ଭିଡ଼କୁ ଦୃଷ୍ଟିରେ ରଖି କେତେକ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଛି। ସୁରକ୍ଷା ବ୍ୟବସ୍ଥା ସହିତ ପାନୀୟ ଜଳ ଯୋଗାଣ ଏବଂ ଅନ୍ୟାନ୍ୟ ସୁବିଧା ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ମଦ୍ୟପ ଗାଡ଼ି ଚାଳକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ନିଷ୍ପତ୍ତି ନେଇଛି। ଆଜି ମଧ୍ୟରାତ୍ରରୁ ଏଥିପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେଉଛି। ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ପରିବହନ ଆୟୁକ୍ତ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ଗାଡ଼ି ମାଲିକଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜ୍ୟରେ ଆସନ୍ତାକାଲିଠାରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯିବ। ଆଜି ମଧ୍ୟରାତ୍ରରୁ ଆସନ୍ତା 7 ତାରିଖ ଯାଏଁ ଏହି ସ୍ୱତନ୍ତ୍ର ଅଭିଯାନ ଜାରି ରହିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକଠାରେ ଗତକାଲି ଅନୁଷ୍ଠିତ ଜନ ଅଭିଯୋଗ ଶିବିରରେ 92ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୁଣାଣି ଶିବିରରେ 35ଟି ଅଭିଯୋଗର ସମାଧାନ କରାଯିବା ସହିତ 22,000 ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାରେ ଗତକାଲିର ପୁରୁଷ ବର୍ଗ ମ୍ୟାଚ୍ରେ ୟୁପି ରୁଦ୍ରସ୍
କଳିଙ୍ଗ ଲାନ୍ସର୍ସକୁ 3-1 ଗୋଲ୍ରେ ପରାସ୍ତ କରିଛି। ରାଉରକେଲାର ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ କଳିଙ୍ଗ ଲାନ୍ସର୍ସ ପ୍ରଥମେ ଗୋଲ୍ ଦେଇ ଖେଳରେ ଆଗୁଆ ରହିଥିଲେ ମଧ୍ୟ ଦ୍ୱିତୀୟାର୍ଦ୍ଧରେ ଇପି ରୁଦ୍ରସ୍ 3ଟି ଗୋଲ୍ ସ୍କୋର କରି ମ୍ୟାଚ୍କୁ ନିଜ ଅକ୍ତିଆରକୁ ନେଇଥିଲା। ଦିଲ୍ଲୀ ଏସ୍ଜି ପାଇପର୍ସ ଏବଂ ହାଇଦ୍ରାବାଦ ତୁଫାନ୍ସ ମଧ୍ୟରେ ଆଜି ମୁକାବିଲା ହେବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2ଟା 32 ମିନିଟ୍ରେ।